ଭକ୍ତ ଓ ଭଗବାନଙ୍କ ସମ୍ପର୍କୀୟ କବିତା ଜାରାଶବରର ସଙ୍ଗୀତ। ମଣିଷ ପାଇଁ ଧର୍ମ ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଅଛି। ଈଶ୍ୱର ମଣିଷକୁ ସତର୍କ ସାବଧାନ ଓ ଚେତାବନୀ ଦେଇ କହିଛନ୍ତି, ହେ ମଣିଷ, ତୁ ମୋ ଦ୍ୱାରା ମାଟିର ମୂର୍ତ୍ତିରୁ ଜୀବନ୍ୟାସ ପାଇ ସୃଷ୍ଟି ହୋଇ ଜୀବଶ୍ରେଷ୍ଠ ସର୍ବୋତ୍ତମ ମର୍ଯ୍ୟାଦା ସଂସାରରେ ପାଇଅଛୁ। ମୁଁ ତତେ କେବଳ ମୋର ଆରାଧନା, ଉପାସନା, ପୂଜା ଅର୍ଚ୍ଚନା ପାଇଁ ତିଆରି କରିଛି। ଦୁନିଆରେ ତତେ ପରୀକ୍ଷା କରିବା ପାଇଁ ମୋହ, ମାୟା, ନଶ୍ୱର ସଂସାର ଓ ଜୀବନ ପ୍ରତି ଆସକ୍ତି ଦେଇଅଛି। ତତେ ସ୍ୱଭାବ ଦୃଷ୍ଟିରୁ ଭଲ ମନ୍ଦ ମଣିଷ କରିଛି। ଇହ ଓ ପର ହୋଇ ତୋର ଦୁଇଟି ଜୀବନ ନଶ୍ୱର ଏବଂ ଅବିନଶ୍ୱର ହୋଇ ଅଛି। ଇହ ଜୀବନ କର୍ମକ୍ଷେତ୍ର, ମୃତ୍ୟୁ ପର ପରବର୍ତ୍ତୀ ଜୀବନ ଅବିନଶ୍ୱର ପ୍ରାପ୍ତିକ୍ଷେତ୍ର। ଭଲ କର୍ମ କଲେ ସ୍ୱର୍ଗ ସୁଖ ପାଇବୁ, ମନ୍ଦ କର୍ମ କଲେ ନର୍କଦଣ୍ଡ ଭୋଗିବୁ। ମୋର ତୋ ପ୍ରତି ଏହା ସିଧା କଥା। ଏବେ ତେଣିକି ତୋ ଇଚ୍ଛା, ଯେମିତି କାମ କରିବୁ ସେମିତି ଫଳ ପାଇବୁ। ମୋ କଥା ମାନ, ମନ ତୋର ଅତ୍ୟାଚାରର ଶିକାର ହେବ ନାହିଁ। ମନର ଇଚ୍ଛା ଆକାଙ୍କ୍ଷା ପଛରେ ପଡ଼ନା, ଦୁଃଖ ଭୋଗିବୁ, କଷ୍ଟ ପାଇବୁ। ଜୀବନ ଓ ମତେ ପ୍ରାପ୍ତିର ଗୋଟିଏ ପଥ, ଆଉ ଅଲଗା ପଥ ନାହିଁ। ଲୋକଙ୍କ କଥାରେ ପଡ଼ନା, ମୋର କଥାରେ ପଡ଼ିଲେ ମୁକ୍ତି ପାଇବୁ। ମତେ ପୂଜିଲେ ମୁଁ ତୋର କାମରେ ଆସିବି, ସୁଖ ସମ୍ପଦ ଶାନ୍ତି ଦେବି। ଭକ୍ତ ଯିଏ, ସେ ଭଗବାନଙ୍କର ଏତାଦୃଶ ଏମିତି କଥା ଅବଶ୍ୟ ମାନିବ। ଭକ୍ତ ଭଗବାନଙ୍କର ସମ୍ପର୍କ ପ୍ରତିଷ୍ଠା ପାଇଁ ମଣିଷର ଦୁନିଆ ରହଣି, ବସତି, ଉନ୍ନତି, ମୁକତି। ସୁତରାଂ ଭକ୍ତ ଓ ଭଗବାନଙ୍କର ସମ୍ବନ୍ଧ ମନୋଭାବ ଜାଣିବାର ସଂସ୍କୃତ ଜାରାଶବରର ସଙ୍ଗୀତ କବିତା IAS କବି ସୀତାକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ। ଆତ୍ମମୁଖୀନ ଶୈଳୀରେ କବିତା ଅଭିବ୍ୟକ୍ତ। କବି ନିଜେ ଜାରାଶବରର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ମିଥ୍ ବା ପୁରାଣକଳ୍ପୀୟ କବିତା ରଚନାରେ କବି ସିଦ୍ଧହସ୍ତ। କବିଙ୍କର ଆରଦୃଶ୍ୟ କୁବୁଜା ପାଇଁ ଗୋଟିଏ ସଙ୍ଗୀତ ପାଠ୍ୟାନ୍ତର୍ଗତ ଥାଇ ଶ୍ରେଣୀଗୃହରେ କୋର୍ସ ପାଠ୍ୟକ୍ରମରେ ପଢ଼ାଯାଇଥିଲା। ଏହି କବିତାଟି ସେମିତି MA ଶ୍ରେଣୀରେ ପାଠ୍ୟ ପ୍ରଚଳିତ ଅଛି। ସଂସ୍କୃତ କବିତାଟି ସାମାନ୍ୟ ଦୀର୍ଘ, ତାହାର ଆକାର ଆକୃତିରେ। ଜାରାଶବର ଶ୍ରୀକୃଷ୍ଣଙ୍କୁ, ଯିଏକି ଦ୍ୱାପର ଯୁଗର ଅବତାର, ବିଷ୍ଣୁଙ୍କ ଔରସ୍ୟ ଅଂଶରୁ ଜାତ ହୋଇ ଜଗନ୍ନାଥଙ୍କ ରୂପରେ ପ୍ରତିଭାତ ଅଛନ୍ତି। ଭାଗବତ ଗ୍ରନ୍ଥରେ ଅଛି କି, ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେହେଁ ମରଇ। ବାକ୍ୟ ଅଛି। ଅବତାରବାଦ ବି ଇସଲାମ ଧର୍ମରେ ଅଛି, ହେଲେ ଅଲଗା ରୂପରେ। ଇସଲାମରେ ପ୍ରଭୁ ଆଲ୍ଲାହ ଆପଣାଜାତ, ଖୋଦଜାତ ଖୋଦା, ମରଣଶୀଳ ମର୍ତ୍ତ୍ୟ ସଂସାରକୁ ନିଜେ ନ ଆସି ନିଜର ପୈଗାମ ବା ବାର୍ତ୍ତାଧାରୀ ପୈଗମ୍ବରମାନଙ୍କୁ ନିର୍ବାଚିତ ମନୋନୀତ କରି ପଠାଇଛନ୍ତି ନିଜର ଐଶ୍ୱରୀୟ ଗୁଣ ଦେଇ। ଯେହେତୁ ଭୂମି, ଗଗନ, ବାୟୁ, ନିଆଁର ଅଧିପ, ସ୍ରଷ୍ଟା, ଅଧିକାରୀ ଭଗବାନ ଅନାଦି ଅନନ୍ତ ଅକ୍ଷୟ ଅମର, ତେଣୁ ସେ ନିଜେ ଆସିବେ କାହିଁକି? ଆସିଗଲେ ତାଙ୍କର ଉପରୋକ୍ତ ବିଶେଷତ୍ୱର ସତ୍ୟତା ରହିବ ନାହିଁ। ମଣିଷର ଯଦି ଚାକର ରଖିବାର କ୍ଷମତା ସାମର୍ଥ୍ୟ ଅଛି, ତେବେ ଭଗବାନଙ୍କର ମଧ୍ୟ ଅଛି। ପୈଗମ୍ବରମାନେ ଭଗବାନଙ୍କର ବିଶେଷ ଚାକର। ତେଣୁ ସେ ନିଜେ ନ ଆସି ମଣିଷକୁ ପୈଗମ୍ବର, ନବୀ, ରସୁଲ ନିର୍ବାଚିତ ମନୋନୀତ କରି ପଠାଇଛନ୍ତି। ହିନ୍ଦୁ ଧର୍ମରେ କିନ୍ତୁ ଭଗବାନ ନିଜେ ଆସିଛନ୍ତି, ଜନ୍ମ ମୃତ୍ୟୁ ପାଇଥାଇ ପରିଣାମ ଭୋଗୀ। ଏତିକି ଯାହା ପାର୍ଥକ୍ୟ ବା ତାରତମ୍ୟ। ସୁତରାଂ କବିତାଟି ଅବତାରବାଦ ଉପରେ ରଚିତ। ହିନ୍ଦୁ ଧର୍ମରେ ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ହୋଇ ଚାରି ପୌରାଣିକ ଯୁଗ। ସେଥିମଧ୍ୟରୁ ଦ୍ୱାପର ଯୁଗରେ ବିଷ୍ଣୁ କୃଷ୍ଣ ଅବତାର ରୂପେ ମର୍ତ୍ତ୍ୟମଣ୍ଡଳେ ଧରାଧାମକୁ ବିଭୁ ହୋଇ ଭଗବାନ ହୋଇ ଆସିଛନ୍ତି ଏବଂ କୃଷ୍ଣଙ୍କର ଭେଟ ହୋଇଛି ଜାରା ନାମକ ଆଦିବାସୀ ଶବର ସଅର ପାଣୁଆ ଲୋକ ସହିତ। ଜାରାଶବରର କୃଷ୍ଣଙ୍କ ସହିତ ସମ୍ପର୍କ ଭକ୍ତି ଆଚରଣ ତଥା ଜାରା ଦୃଷ୍ଟିରେ ଭଗବାନ ମାୟାବୀ, ଛଳନାକାରୀ, କପଟୀ, ଅନାଦି ଅନନ୍ତ ଅମର, ଅକ୍ଷୟ, ଇତିହାସ ପୂର୍ବର ଦୈବତ ସତ୍ତା। ସେ କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁର ବିଚାର ତଥା ବିବେଚନା। ଏବେ ମୂଳ କବିତାର ସରଳ ବ୍ୟାଖ୍ୟା ଭିତରକୁ ଆସିବା। ସଙ୍ଗୀତ କହିଲେ ଜାରାର ଜୀବନ ବୃତ୍ତାନ୍ତ ବା କବିତାର ଅନ୍ୟ ନାଁ।
ଜାରାଶବରର ସଙ୍ଗୀତ କବିତାର ବ୍ୟାଖ୍ୟା। ସଙ୍ଗୀତର ଆଉ ଏକ ଅର୍ଥ ପଦ୍ୟ, କବିତା ବା ପ୍ରାର୍ଥନା। ମାଗୁଣି ଦଇନି ଜାରାଶବର କହୁଛି, ମୋର କାନ୍ଧରେ ହାତରେ ସବୁବେଳେ ଧନୁ ତୀର ତୁଣୀର ଥାଏ, କାରଣ ମୁଁ ବାଣୁଆ ଶିକାରୀ। ବଣ ଜୀବଜନ୍ତୁ ମାରି ପେଟ ପାଳେ, ଉଦର ପରିପୋଷଣ କରେ। ବଣ ଭିତରେ ଗଲାବେଳେ, ବୁଲିଲାବେଳେ ମୁଁ ମେଘୁଆ ଆକାଶରେ ଇନ୍ଦ୍ରଧନୁ ଦେଖେ। ଶିକାର କଲାବେଳେ ବନ୍ୟଜନ୍ତୁ, ଶାବକ ବା ଛୁଆଙ୍କର ସୁକୁମାରିଆ କଅଁଳ ନରମ ଭବିଷ୍ୟତର ବଡ଼ ବଡ଼ ନିରୀହ ଆଖି ଦିଟା ହତ୍ୟା କରି ଓପାଡ଼ି ଦେଇଥାଏ। ହରିଣ ଛୁଆ ଆଦି। ରହେ ଖାଲି ସମୟର ଚେତାବୁଡ଼ା କିଲିବିଲି ଗହୀର ଅନ୍ଧାର, ମାନେ ମୃତ୍ୟୁ ପରେ ଆତ୍ମାର ଅନିଶ୍ଚିତ ସ୍ଥିତି। ଆତ୍ମା କୁଆଡ଼େ ଯାଏ ମଣିଷ ଜାଣିପାରେ ନା। ପଶୁର ଜୀବନ ବେକାର ହୋଇଯାଏ ମୋ ଦ୍ୱାରା ମରି। ସେମାନଙ୍କ ଜୀବନର ସମ୍ଭାବନା ଆଉ ରହିଯାଏ ନା। ଆଉ ପୂର୍ବ ଭଳି ଜଙ୍ଗଲରେ ସେମାନେ ବିଚରଣ କରିପାରିବେ ନାହିଁ। ଭଗବାନ ମାୟାବୀ। ସେ ମଣିଷକୁ ବଞ୍ଚିବା ମାରିବା ପାଇଁ ସୃଷ୍ଟି କରିଛନ୍ତି। ଶତ୍ରୁ ମିତ୍ର, ବୁଲିବା ଭ୍ରମଣ କରିବା ନିମିତ୍ତ ସର୍ଜିଛନ୍ତି। ନିଜେ ଯେମିତି ଗୋପରୁ ଦ୍ୱାରକା ଯାତ୍ରା କରିଥିଲେ, ମଥୁରାର ରାଜଧାନୀ ଦ୍ୱାରକା ନିଜ ପୁଅ ଶାମ୍ବଙ୍କୁ ମଧ୍ୟ ପୁରୁଷ ହୋଇ ନାରୀ ବେଶ ଧାରଣ କରାଇଥିଲେ ମାୟା କୌତୁକ ରଚାଇ। ଶ୍ରୀକୃଷ୍ଣ ହେଉଛନ୍ତି ସଗୁଣ ଉପାସନାର ଆରାଧ୍ୟ ଦେବତା, ପ୍ରଭୁ। ଭଗବାନଙ୍କର ମନକୁ ଭକ୍ତ ମଣିଷ ବୁଝିପାରି ନଥାଏ। ସେ ନିଜେ କେମିତି ମଣିଷ ରୂପ ପାଇଥିବାରୁ ଶେଷ ହେବେ, ଅନ୍ତିମ ଆବେଗିକତାରେ ରହିବେ, ମଣିଷ ଜାଣେନା। ସୁତରାଂ ମରଣ, କ୍ଷତି, ଧ୍ୱଂସ ସରିଯିବାକୁ ଦେଖିଲେ ଇହ ନଶ୍ୱର ସଂସାର ମଣିଷକୁ ମିଛ ଲାଗେ, ଠକାମି ଜଣାଯାଇଥାଏ। ଯେହେତୁ ଏହି କ୍ଷଣିକ ଦୁନିଆରେ ସବୁ କିଛି ପରିବର୍ତ୍ତନଶୀଳ ବା ବଦଳେ, ଅଗତ୍ୟା ମିଛ ଲାଗିବା ସ୍ୱାଭାବିକ। ମଣିଷ ଅବୋଧ, ଅଜ୍ଞାନ, ମୂଢ଼, ଆୟୁଷରେ ମରଣଶୀଳ, ଅମର ନୁହେଁ, ତେଣୁ ଟିକି ମଣିଷ। ମାୟାବୀ କପଟୀ ଥିବାରୁ ଭଗବାନ ମଣିଷ ସହିତ ଲୁଚକାଳି ଖେଳିଥାନ୍ତି, ଦେଇ ଛଡ଼ାନ୍ତେ। ଅବ୍ୟାହତ କରି ରଖିନଥାନ୍ତି ଗୋଟିଏ ରକମରେ, ଏକ ହିଁ ସ୍ଥିତିରେ। ତେଣୁ ଲୁଚକାଳି ଖେଳ। ଆକାଶକୁ ଜାରାଶବର ଚାହିଁଛି, ଯେଉଁଠି ଅସୀମତା, ସୀମାହୀନତା ଭିତରେ ବିଭୁ ଭଗବାନ ସ୍ଥିତ ଅଛନ୍ତି। ମଣିଷର ଭଙ୍ଗାଗଢ଼ା ଦୁନିଆର କର୍ତ୍ତା ହୋଇ ସୁଖ ଦୁଃଖ ସ୍ଥିତି ଦେଖି ସେ ମୁରୁକି ହସା ଦେଇଥାନ୍ତି ମାତ୍ର ମଣିଷର ମନୋଭାବକୁ ଜାଣିବା ପାଇଁ। ହିନ୍ଦୁ ଭଗବାନଙ୍କୁ ମଣିଷ ରୂପେ ଦେଖେ, ତେଣୁ ଚିପା ଚିପା ହସ ମାନେ ଅଳ୍ପ ବା ସ୍ମିତହାସ୍ୟ କୁହାଯାଇଅଛି। ଭଗବାନ ଅଜନ୍ମା, ଅଯୋନି ସମ୍ଭୂତା। ତାଙ୍କର ଅନାଦି ଅନନ୍ତ ଗୁଣ ଯୋଗୁଁ କବି କହିଛନ୍ତି, ହେ ପ୍ରଭୁ, ତୋର ଜନ୍ମ ମୃତ୍ୟୁ ଆଦି ଅନ୍ତ ନାହିଁ। ତୁ ମଣିଷର ଅଜ୍ଞାତ ମାନସ ଅଗୋଚର। ମଣିଷ ତୋତେ ସମ୍ପୂର୍ଣ୍ଣ ଜାଣିପାରି ନାହିଁ। ତେଣୁ ତୁ ଇତିହାସ ପୂର୍ବର ପ୍ରାଗୈତିହାସିକ ସତ୍ତା। ମର୍ତ୍ତ୍ୟରେ ଅବତାର ପୁରୁଷ ହୋଇ ଅବତରି ଯମୁନା କୂଳରେ ରାଧା ଗୋପାଙ୍ଗନା ସହିତ ଲୀଳା ଖେଳା ପ୍ରେମମତ୍ତ ହୋଇ ରାସ କରିଥିଲୁ। ଆଜି ତୋର ବିଚ୍ଛେଦରେ, ଅନୁପସ୍ଥିତିରେ ଯମୁନାର ନୀଳ ଜଳରାଶି ଦୁଃଖ ବିରହ ବ୍ୟଥା ଜଳୁଛି, ଲୁହ ଗଡ଼ାଉଅଛି ବିକଳ ହୋଇ ଗୋପାଙ୍ଗନାମାନଙ୍କର ଆଖିର ଅଶ୍ରୁପାତ ଆଘାତରେ। ସେମାନେ ତୋତେ ମନେ କରୁଛନ୍ତି। କଦମ୍ବ ଗଛରୁ କଦମ୍ବ ଫୁଲ ଝରି ପଡ଼ୁଛି। କାଣି ଆଙ୍ଗୁଠିରେ ଇନ୍ଦ୍ର ଦେବତାଙ୍କର ଶପଥ ଦିନ ବୃଷ୍ଟିରେ ଗିରି ଗୋବର୍ଦ୍ଧନକୁ ଟେକି ଉଠାଇଥିଲ। କୋରାନରେ ଅଛି ମଧ୍ୟ, ମୂସା ପୈଗମ୍ବରଙ୍କ ମୁଣ୍ଡ ଉପରେ କୋହେତୁର ପର୍ବତକୁ ଖୋଦା ଉଠାଇ ରଖିଥିଲେ। ବଇଁଶୀ ଆଉ ବାଜୁନାହିଁ ତୁମେ ଗୋପରେ ନଥିବା କାରଣରୁ। ବଇଁଶୀ ଭଳି ଗୋପାଙ୍ଗନାଏ କଇଁ କଇଁ ଥରି ଥରି କାନ୍ଦୁଛନ୍ତି ଗୁମୁରି ଉଠି। ଦେବକୀ ବସୁଦେବ ତୁମର ପିତାମାତା, ହେଲେ କଂସ ଅତ୍ୟାଚାର ହେତୁ ତୁମେ ଗୋପରେ ନନ୍ଦ ଯଶୋଦାଙ୍କୁ ପିତାମାତା ମଣି ମନେକରି ଲାଳିତ ପାଳିତ ହୋଇଥିଲ। ତୁମେ ତ ଭଗବାନ, କ'ଣ କଂସକୁ ମନ ଇଚ୍ଛାରୁ ମାରିପାରିଲ ନାହିଁ ଯେ ତୁମକୁ ଗୋପକୁ ଯିବା ଦରକାର ପଡ଼ିଲା? ତୁମ ବାପା ମା ଦେବକୀ ବସୁଦେବଙ୍କ ଗେଲ ସୁଆଗର କୋଳ ତ୍ୟାଗୀ, ସେଥିପାଇଁ ସେ ଦୁହିଁଙ୍କର ଆଖି ବି ବିକଳ କ୍ରନ୍ଦନରତ। ତୁମର ଏ କାର୍ଯ୍ୟକଳାପ ଅବିବେକିତାପଣ ଦେଖିକି କବିଙ୍କର ଜଳିବା ଶବ୍ଦ ଏଥିପାଇଁ ପ୍ରଯୁକ୍ତ। କାନ୍ଦି କାନ୍ଦି ଆଖି ହଳଦିଆ ପିଙ୍ଗଳବର୍ଣ୍ଣ ଧରିଅଛି ଦେବକୀ ବସୁଦେବଙ୍କର। ମୁଁ ମଧ୍ୟ ତୁମ ଉପରେ ରାଗୁଛି। ଦେହ ମନ ମୋର କ୍ରୋଧରେ ଜଳୁଛି, ଗରମ ହୋଇଯାଉଛି। ମନରେ ବିକାର ପାଗଳାମୀ ପଣ ଆସୁଛି, ମୁଁ ତୁମକୁ ଠିକ୍ ବୋଲି ଭାବିପାରୁ ନଥିବା କାରଣରୁ। ଅତୀତ ଜୀବନକୁ ତୁମର ମନେ ପକାଇବାରୁ,
ଏବଂ ଭାବନା ଧୂସୁରିଆ ପାଉଁଶିଆ ଧୂଆଁଳିଆ ଦିଶୁଛି, ଠିକ୍ କୁହୁଡ଼ି ଘେରା ଶୀତ ରାତିର ପାଉଁଶିଆ କାକର ଭିଜା ଜହ୍ନରାତି ପରି। ତୁମରି ବିଚ୍ଛେଦରେ ଗୋପାଙ୍ଗନା କେବଳ କାନ୍ଦୁଛନ୍ତି, ଆଉ କାନ୍ଦୁ ହିଁ ହେ କୃଷ୍ଣ, ତୁମେ ମାୟାକାରୀ, ଛଳନାକାରୀ, କପଟୀ। ମଥୁରାରେ ତୁମରି ରାଜ୍ୟାଭିଷେକ, ଯମୁନା କୂଳର ରାସଲୀଳା, ହଜିଯିବା, ଦେଖା ପଡ଼ିବା, ସବୁ କିଛିର ସତ୍ୟତା ନଥିଲା, ଏକା ଭଳି ଜଣାଯାଉ ନଥିଲା। ହେ ପ୍ରଭୁ, ମୁଁ ଜାରା ପରି, ଆମେ ମଣିଷମାନେ କ୍ଷଣିକ ନଶ୍ୱର ଜୀବନ ଧରି ଧରାଧାମକୁ ଆସିଥିଲେ ମଧ୍ୟ ସବୁଦିନେ ଏକା ଭଳି ରହିପାରୁ ନଥିବା ହେତୁ ଆଉ ଏସବୁ ତୁମରି କର୍ତ୍ତାପଣରେ ସତ୍ୟ ଭଳି ମନେ ହେଉନାହିଁ, ଜଣାପଡ଼ୁଛି ଅବିଶ୍ୱାସମୟ। ଏଇନା ଅଛି, ଏଇନା ନାହିଁ, ସୁତରାଂ ଛଳନା, ମିଛ, ଠକାମି, ଏଇ ଦୁନିଆର ସବୁକିଛି ଅର୍ଥାତ୍ ଆକାଶ, ପୃଥିବୀ। ହେ କୃଷ୍ଣ, ତୁମେ ଆମକୁ, ଆମ ମଣିଷମାନଙ୍କୁ ଠକିଛ, ଭଣ୍ଡିଛ ଯୁଗ ଯୁଗାନ୍ତର ଧରି। ତୁମେ ଠକ, ମିଥ୍ୟାବାଦୀ। କେବେ ଜଗନ୍ନାଥ ଅବତାରରେ, ଶ୍ରୀଗୁଣ୍ଡିଚାର ରଥଯାତ୍ରାରେ, ତ ପୁଣି ବିଷ୍ଣୁ ରୂପେ କ୍ଷୀରସାଗରରେ। ମଥୁରାରୁ କଂସ ଆଦେଶରେ ରଥ ନେଇ ଗୋପକୁ, ତୁମ ଦୁହିଁ ଭାଇଙ୍କୁ ଧନୁଯାତ୍ରା ମହୋତ୍ସବ ଦେଖିବା ଆଳରେ ପ୍ରଭୁ ଭକ୍ତ ଚାକର ଅକ୍ରୂର ରାସ୍ତାରେ ରଥ ଉପରେ ଥାଇ ତାର ବୁଦ୍ଧି ବଣା ହୋଇଯାଇଥିଲା ଛଳନାର ଆବେଶରେ ଥାଇ ରହିକରି। କଂସ ଅତ୍ୟାଚାରକୁ ସହି ନ ପାରି ସେ ତୁମଠାରେ ଲୀନ ହେବା ପାଇଁ ଚାହୁଁଥିଲା ଅକ୍ରୂର। ଆଉ ମୁଁ ଛାର ସାମାନ୍ୟ ଅକିଞ୍ଚନ ଶବର ଜାରା ତୋତେ କେମିତି ସମ୍ପୂର୍ଣ୍ଣ ବୁଝିବି କହିଲୁ? ତଥାପି ଅବତାରବାଦ ବଦଳେ ପୁଣି ତୁ ଆଉ କେଉଁ ଅବତାର ନେଇ ଏଇ ମରଣଶୀଳ ମର୍ତ୍ତ୍ୟ ଧରାଭୂମିକୁ ନୂଆ ଠକାମିରେ ନେଇ ଆସିବୁ, ମଣିଷକୁ ଘାଣ୍ଟିବୁ? ଯେମିତି ମୁଁ ତୋର ଅଭିଶାପ ପାଇଥିବା ଜାରା, ବିରାଟ କୁତ୍ସିତ କାଳିଆ ଦେହ, ଆବୁଡ଼ା ଖାବୁଡ଼ା, ଉଚ୍ଚ ନୀଚ, ଗଣ୍ଠିଳ ପାହାଡ଼ ସତେ ଅବା ବଡ଼ ବଡ଼ ଭୟଙ୍କର ଆଖି ସତେ ଜଳୁଥିବା ରଡ଼ନିଆଁ, ମୁଁ ନିଷ୍ଠୁର ଶବର, ପଶୁ ଶିକାର ଜୀବବଧ ପାଇଁ ତଥାପି ବିଶ୍ୱାବସୁ ରୂପରେ ତୋତେ ଆଣି ଜଙ୍ଗଲରେ ଥାଇତି ସାଇତି ପୂଜିବି। ନୂଆ ରୂପ ଦେଖି ଚିହ୍ନିଯିବୁ ମୋର ସେଇ ଭକ୍ତର ପୁରୁଣା ମନକୁ। ତୁ ହିଁ କାଳଚକ୍ର ଘୂରାଇ ସତ୍ୟ ତ୍ରେତା ଦ୍ୱାପର କଳି ଯୁଗ କରାଇଛୁ ମୋର ଜାରାଠାରେ। ତୁ ହିଁ କିଷ୍କିନ୍ଧା ବାଳୀକୁ ବି କରାଇଛୁ ପୂର୍ବଜନ୍ମ ପରଜନ୍ମ ଦେଇ ଦିଆଇ। ତୁ ଅବାଙ୍ଗ ମାନସ ଗୋଚର ଥିବାରୁ ତୁ ସିନା ମୋତେ ଜାଣୁ, ହେଲେ ମୁଁ ତୋତେ ଜାଣେନା, ଜାଣିପାରିବି ନାହିଁ। ତୋର ଅତୀତର ନୀଳମାଧବ ରୂପ, ଚଞ୍ଚଳ ହରିଣୀ ଆଖି ଯାହା ଦୟାରେ ଭାସ୍ୱର, ବେକରେ ଝୁଲୁଥିବା କୌସ୍ତୁଭ ମଣିମାଳା, ନରମ କଅଁଳିଆ ପତ୍ର ପରି ତୋର ଦୁଇ ପାଦ, ଯେଉଁଥିରେ ଏହି ଅଧମ ଜାରାଶବରର ଧନୁର ତୀର ଲାଗିଥିଲା। ମୋର ମୂର୍ଖତା ଅଜ୍ଞତାରୁ, ମୋତେ ଅଜଣା ଥିବାରୁ। କବିଙ୍କର ଭାଷାରେ ସବୁ ତ ଦେଖୁଛୁ ତୁଇ, ବର୍ତ୍ତମାନ ଭୂତ ଓ ଭବିଷ୍ୟ ସବୁ ତ ଜାଣୁଛୁ ତୁଇ, ଜୀବନ ଓ ମରଣ ରହସ୍ୟ ଆମ ପାଇଁ ଖାଲି ଦେଇ ବିସ୍ମୃତିର ଅବୁଝା ଅନ୍ଧାର, ଛଳନାର ଯେତେ ମାୟାଜାଲ। ଭଗବାନ ତ୍ରିକାଳଦର୍ଶୀ ଏବଂ ସର୍ବମୟ କର୍ତ୍ତା, ଜାରା କହୁଛି, ନଚିକେତା ପରି ମୁଁ ତୋତେ ଜାଣିବାକୁ ମାଗୁନାହିଁ। କାହିଁକି ଜନ୍ମାଉଅଛୁ, କାହିଁକି ଅବା ମୃତ୍ୟୁ ଦେଉଛୁ? କ'ଣ ସେଥିରେ ରହସ୍ୟ ଗୁପ୍ତତା ଅଛି, ଯାହାକି ଅବ୍ୟର୍ଥ ଅମୋଘ ଥାଏ? ମହାଭାରତ ଯୁଦ୍ଧର କୁରୁକ୍ଷେତ୍ରରେ ଯେମିତି ଅର୍ଜୁନ ଯୁଦ୍ଧ ଛାଡ଼ି ନିସ୍ପନ୍ଦ ହୋଇ ବସିଯାଇଥିଲେ, ନିଜ ଜ୍ଞାତିକୁଟୁମ୍ବ ସହିତ କେମିତି ଯୁଦ୍ଧ କରିବେ, ଆଉ ତୁମେ ତାଙ୍କୁ ଜ୍ଞାନ, କର୍ମ ଏବଂ ଭକ୍ତିର ତାତ୍ପର୍ଯ୍ୟ ମାନେ ବୁଝାଇଥିଲ। ମୁଁ ଏହା ବି ଜାଣିବି ନାହିଁ। ମୁଁ ମୂର୍ଖ ଲୋକ, ଜାଣିକି କ'ଣ କରିବି? ପରନ୍ତୁ ତୁମକୁ କପଟୀ, ନିଷ୍ଠୁର ଭାବିଲେ ବି ତୁମେ ସୁନ୍ଦର, ମଙ୍ଗଳମୟ। ତୁମର ବିଶ୍ୱରୂପକୁ ବି ମୁଁ ଦେଖିବାକୁ ଚାହୁଁନି। ତୁମେ ଯେ ମହିମାମୟ ପ୍ରଭୁ, ଏହା ମୁଁ ତୁମର ମୋ ପ୍ରତି କାର୍ଯ୍ୟକଳାପ ମନୋଭାବରୁ ବେଶ୍ ଜାଣିପାରିଛି। ତେଣୁ ବିଶ୍ୱରୂପ ଦେଖିବା ଦରକାର ନାହିଁ। ଯେଉଁ ବିଶ୍ୱରୂପରେ ଗ୍ରହ, ତାରା, ଇନ୍ଦ୍ର, ଚନ୍ଦ୍ର, ନିହାରିକା, ସୂର୍ଯ୍ୟ, ନିଆଁ ସବୁ ଜମା ହୋଇ ରହିଛନ୍ତି, ତୋର ଜ୍ଞାନ ବି ମୁଁ ମାଗୁନାହିଁ। ତୋର ଜ୍ଞାନକୁ କେତେକାଂଶରେ ମୁଁ ତୋତେ ମାୟାବୀ, ଠକ, ଅମର ବୋଲି ଜାଣିଛି, ତେଣୁ ମାଗିବି ବା କାହିଁକି? ତୁ ଭଗବାନ, ମୁଁ ମନୁଷ୍ୟ, ମୋତେ ଜାତ କରିଛୁ, ମୁଁ ତୋର ଆଶ୍ରିତ, ସେଥିପାଇଁ ମୁଁ ସସୀମ, ତୁ ଅସୀମ। ମୋର ଯାହା ଜ୍ଞାନ ସେସବୁ ତୋରି ଦାନରୁ ହୋଇଅଛି। କବିଙ୍କ ଭାଷାରେ ଯୁଗେ ଯୁଗେ ତୀର ମୋର ଦେଉ ତୋତେ
ତୋ ଦେହରୁ ତୋ ଆପଣା ଛଳନାରୁ ତୋତେ ହିଁ ମୁକତି। ଯୁଗେ ଯୁଗେ କାନ୍ଦେ ମୁହିଁ କହିଁ କହିଁ ଦନ୍ତଡ଼ା ମୋ ବକ୍ଷେ ଚାପି କଅଁଳ ଏ ଛନ ଛନ ଜାମୁକୋଳି ରଙ୍ଗ ଲିପା ତୋ ପାଦ ଦୁଇଟି। କବିତାର ଶେଷରେ ଭକ୍ତ ଯାରା ବା କବି ନିଜେ ଭଗବାନଙ୍କର ଶରଣାପନ୍ନ ହୋଇ ରହିବାକୁ ଚାହିଁଛନ୍ତି। ଭଗବାନ ଯାରା ବା କବି ମଣିଷ ପ୍ରତି ସଦୟ ସଦିଚ୍ଛା ଅକପଟ ପ୍ରୀତି ଜଞ୍ଜାଳରୁ ସମସ୍ୟାରୁ ମୁକ୍ତି ଚାହିଁଛନ୍ତି। ଦୁଃଖରେ କାନ୍ଦି ଭଗବାନଙ୍କର ଆପଣାର ନିକଟତର ହେବାକୁ ଚାହିଁଛନ୍ତି। ବେଶ୍ ସୁନ୍ଦର ସାର୍ଥକ ମନମୁଗ୍ଧକର ହୃଦୟ ରଚନା। କବିତାକୁ ଅନ୍ୟ ନାମରେ ମିଥିକ୍ କବିତା ଜାରାଶବରର ସଙ୍ଗୀତ ବୋଲି ମଧ୍ୟ କୁହାଯାଇପାରିବ।